ମାନେ କଳ୍ପନା କରାଯାଉ ଯେ ଶହ ଶହ ବର୍ଷ ଧରି ଯେଉଁ ମାଟିରେ ଗୋଟିଏ ସମ୍ପ୍ରଦାୟ ବିନା ଟିକସରେ ଚାଷ କରି ଆସିଥିଲେ ହଁ ଏକଦମ ଆଉ ମାନେ ଯୁଦ୍ଧ ସମୟରେ ନିଜ ମାଟି ପାଇଁ ରକ୍ତ ବି ଦେଉଥିଲେ, ହଠାତ୍ ଦିନେ ଏକ ବିଦେଶୀ ସାମ୍ରାଜ୍ୟ ଆସି ସେହି ଜମି ଉପରେ ଅତ୍ୟଧିକ ଟିକସ ଲଗାଇଦେଲା। ଓ କେବଳ ସେତିକି ନୁହେଁ, ସେହି ସ୍ଥାନୀୟ ଯୋଦ୍ଧାମାନଙ୍କୁ ବନ୍ଦୁକ ଧରାଇ ନିଜ ପଡ଼ୋଶୀମାନଙ୍କ ଉପରେ ଗୁଳି ଚଳାଇବାକୁ ବି ବାଧ୍ୟ କରାଗଲା। ସତରେ ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ ଔପନିବେଶିକ ଶାସନ ବା ବ୍ରିଟିଶ କଲୋନିଆଲ ରୁଲ୍ ସମୟରେ ଓଡ଼ିଶାରେ ଘଟିଥିବା ଏକ ନିଷ୍ଠୁର ବାସ୍ତବତା। ଠିକ୍ କହିଲେ। ତେଣୁ ଆଜିର ଏହି ସୂତ୍ରଗୁଡ଼ିକର ଗଭୀର ଅନୁଧ୍ୟାନରେ ଆମେ ଟ୍ରାଇବାଲ ଆଣ୍ଡ ସୋଶାଲ ମୁଭମେଣ୍ଟସ୍ ଅନ୍ ଓଡ଼ିଶା ଉପରେ ଆଲୋଚନା କରିବା। ଆମର ଲକ୍ଷ୍ୟ ହେଉଛି ଏହି ଏକାଡେମିକ ଏବଂ ଶାନ୍ତ ବାତାବରଣରେ ଆମ ସାମ୍ନାରେ ଥିବା ପ୍ରେଜେଣ୍ଟେସନ ସ୍ଲାଇଡ୍ସରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରିବା। ହଁ, ଆଉ ବିଶେଷ କରି ପରୀକ୍ଷା ପ୍ରସ୍ତୁତି ବା ଏକ୍ଜାମ କରିବା ପାଇଁ ଯେଉଁ ଫ୍ୟାକ୍ଚୁଆଲ ଡାଟା ଦରକାର ତାହା ଉପରେ ଆମେ ସମ୍ପୂର୍ଣ୍ଣ ଧ୍ୟାନ ଦେବା। ବିଲକୁଲ। ତେବେ ଯେତେବେଳେ ଆମେ ଏହି ପ୍ରତିରୋଧ କଥା କହୁଛେ, ଏହା କୌଣସି ଗୋଟିଏ କାରଣରୁ ହଠାତ୍ ଆରମ୍ଭ ହୋଇନଥିଲା ତ? ନା ଆଦୌ ନୁହେଁ। ଏହି ବିଷୟଟି ପ୍ରକୃତିରେ ବହୁତ ଜଟିଳ। ଯଦି ଆମେ ତଥ୍ୟଗୁଡ଼ିକୁ ଦେଖିବା, ଏଠାରେ ମୁଖ୍ୟତଃ ଦୁଇଟି ଭିନ୍ନ ଗୋଷ୍ଠୀର ସଂଗ୍ରାମ ଦେଖିବାକୁ ମିଳେ, ମାନେ ନନ୍ ଟ୍ରାଇବାଲ ଏବଂ ଟ୍ରାଇବାଲ ସମ୍ପ୍ରଦାୟ। ଆଚ୍ଛା, ଦୁଇଟି ଅଲଗା ଗୋଷ୍ଠୀ। ହଁ, ଆଉ ପ୍ରାରମ୍ଭିକ ସ୍ତରରେ ଏହି ଦୁଇ ଗୋଷ୍ଠୀର ଅସନ୍ତୋଷର କାରଣ ସମ୍ପୂର୍ଣ୍ଣ ଅଲଗା ଥିଲା। ନନ୍ ଟ୍ରାଇବାଲ କମ୍ୟୁନିଟିଜ୍, ବିଶେଷ କରି ଯେଉଁମାନେ ପାରମ୍ପରିକ ସାମରିକ ବର୍ଗର ଥିଲେ, ସେମାନେ ମୁଖ୍ୟତଃ ନିଜର ଟେରିଟୋରିଆଲ ଇଣ୍ଟିଗ୍ରିଟି ରକ୍ଷା କରିବାକୁ ଲୋଡୁଥିଲେ। ଆଉ ସେମାନଙ୍କର ଟ୍ରାଡିସନାଲ ମିଲିଟାରୀ ପ୍ରିଭିଲେଜେସ୍ ବି ଥିଲା ବୋଧହୁଏ। ହଁ, ଏକଦମ। ବ୍ରିଟିଶ ଶାସନ ସେମାନଙ୍କର ସେହି ସାମରିକ ସମ୍ମାନ ଉପରେ ସିଧାସଳଖ ଆକ୍ରମଣ କରିଥିଲା। ତେବେ ଅନ୍ୟପଟେ ଯଦି ଆମେ ଟ୍ରାଇବାଲ କମ୍ୟୁନିଟିଜ୍ ମାନଙ୍କର କଥା ଦେଖିବା, ସେମାନଙ୍କର ସମସ୍ୟା ଟିକେ ଭିନ୍ନ ଥିଲା। କେମିତି? ଆଦିବାସୀମାନେ ବ୍ରିଟିଶମାନଙ୍କର କୋଏର୍ସିଭ ଇକୋନୋମିକ୍ ପଲିସିଜ୍ ଆଉ ସେଇ ଯେଉଁ ଡିପ୍ କଲଚରାଲ ଇଣ୍ଟରଫେରେନ୍ସ ଥିଲା, ତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଠିକ୍ କଥା। ସେମାନଙ୍କର ଜୀବନଶୈଳୀ ତ ସମ୍ପୂର୍ଣ୍ଣ ଜଙ୍ଗଲ ଏବଂ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା। ହଁ, ଆଉ ଯେତେବେଳେ ଏକ ବାହ୍ୟ ଶକ୍ତି ଆସି ସେମାନଙ୍କର ଅର୍ଥନୀତିକୁ ବଳପୂର୍ବକ ନିୟନ୍ତ୍ରଣ କଲା, ପ୍ରତିରୋଧ ତ ହବାର ହିଁ ଥିଲା। ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। କାରଣଗୁଡ଼ିକ ଅଲଗା ହୋଇପାରେ, କିନ୍ତୁ ଉଭୟ ଗୋଷ୍ଠୀର ଏକ ସେଡ୍ ଗୋଲ୍ ବା ସାଧାରଣ ଲକ୍ଷ୍ୟ ସୃଷ୍ଟି ହୋଇଥିଲା। ବ୍ରିଟିଶ ରାଜକୁ ବିରୋଧ କରିବା। ହଁ, ଉଭୟ ଚାହୁଁଥିଲେ ବ୍ରିଟିଶ କଲୋନିଆଲ ରୁଲ୍ ଏବଂ ତା ସହିତ ଜଡ଼ିତ ଥିବା ଫ୍ୟୁଡାଲ ଅପରେସନକୁ ସମୂଳେ ବିନାଶ କରିବା। ନିଜର ନେଟିଭ୍ ରାଇଟ୍ସକୁ ସାବ୍ୟସ୍ତ କରିବା ପାଇଁ ସେମାନେ ଏକାଠି ହେବା ଆରମ୍ଭ କରିଥିଲେ। ଏହା ତ ଦୁଇଟି ଭିନ୍ନ ନଦୀ ଭଳି ଲାଗୁଛି, ଯାହା ଶେଷରେ ଯାଇ ପ୍ରତିରୋଧର ଗୋଟିଏ ମହାସାଗରରେ ମିଶିଯାଇଥିଲା। ବହୁତ ସୁନ୍ଦର ଉଦାହରଣଟିଏ ଦେଲେ। ଏକଦମ ସେମିତି ହିଁ ଥିଲା ସ୍ଥିତି। ଔପନିବେଶିକ ଶୋଷଣ ଥିଲା ସେଇ ଚୁଲ୍ଲିର ନିଆଁ, ଆଉ ସାମରିକ ସମ୍ମାନ ଛଡ଼ାଇବା ଥିଲା ପ୍ରେସର କୁକରର ଭାଲ୍ଭ ବନ୍ଦ କରିଦେବା। ବିସ୍ଫୋରଣ ତ ନିଶ୍ଚିତ ଥିଲା। ଆଉ ଏହି ବିସ୍ଫୋରଣର ପ୍ରଥମ ଶବ୍ଦ ଆମେ 1804 ମସିହାରେ ଶୁଣିବାକୁ ପାରିଥିଲୁ। ଆଚ୍ଛା, 1804 ଏହା ତ ଏକ ନିର୍ଣ୍ଣାୟକ ସମୟ ଥିଲା। ହଁ, ସ୍ଲାଇଡ୍ 3ର ତଥ୍ୟ ଅନୁସାରେ 1804 ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଇନିସିଆଲ ପାଇକା ରେଜିଷ୍ଟେନ୍ସ ଆରମ୍ଭ ହୋଇଥିଲା। ମୁଁ ଯେତେ ଦୂର ଜାଣେ, ସେ ରାଜା ମୁକୁନ୍ଦ ଦେବ ଦ୍ୱିତୀୟଙ୍କର ପ୍ରିନ୍ସିପାଲ ଆଡଭାଇଜର ଥିଲେ ନା? ବିଲକୁଲ। ତାଙ୍କର ରାଜନୈତିକ ଏବଂ ସାମରିକ ଜ୍ଞାନ ବହୁତ ଉଚ୍ଚକୋଟୀର ଥିଲା। କିନ୍ତୁ ଏଠାରେ ଗୋଟେ ଦୁଃଖଦ ଚିତ୍ର ବି ଅଛି। ଏହି ପ୍ରାରମ୍ଭିକ ବିଦ୍ରୋହକୁ ବ୍ରିଟିଶମାନେ ଦବାଇ ଦେଲେ। କାରଣ କ'ଣ ଥିଲା? ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥିରେ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ ନିଜେ ଲୋକାଲ ନେଟିଭ୍ସ। ସତରେ? ନିଜ ସ୍ଥାନୀୟ ଲୋକମାନେ ଧୋକା ଦେଲେ? ଆଜ୍ଞା ହଁ। ସେହି ବିଶ୍ୱାସଘାତକତା ଯୋଗୁଁ ହିଁ ଜୟୀ ରାଜଗୁରୁଙ୍କୁ ଧରାଗଲା, ଆଉ 1806 ମସିହା ଡିସେମ୍ବର 6 ତାରିଖରେ ତାଙ୍କ ଫାଶୀ ଦିଆଗଲା। ଆରେ ବାପ୍ରେ, ଏହା ତ ବହୁତ ଦୁଃଖଦ। ତେଣୁ ପରୀକ୍ଷା ଦୃଷ୍ଟିରୁ ଏହି ତାରିଖଟା ମନେ ରଖିବା ଜରୁରୀ। ଆଉ ତାଙ୍କର ଏହି ବଳିଦାନ ପାଇଁ ତାଙ୍କୁ ସର୍ବସମ୍ମତିକ୍ରମେ ଫର୍ଷ୍ଟ ମାର୍ଟିର ଅଫ୍ ଓଡ଼ିଶା ଭାବରେ ଗ୍ରହଣ କରାଯାଏ। ଡିସେମ୍ବର 6, 1806। ଠିକ୍। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ନିଜ ସ୍ଥାନୀୟ ଲୋକଙ୍କର ଏଇ ବିଶ୍ୱାସଘାତକତା, ଏଇ ବିଟ୍ରେୟଲ, ଠିକ୍ 13 ବର୍ଷ ପରେ ଆରମ୍ଭ ହୋଇଥିବା ବିଦ୍ରୋହ ଉପରେ କିପରି ଏକ ମାନସିକ ପ୍ରଭାବ ପକାଇଥିଲା? ଏହା ଗୋଟେ ବହୁତ ଭଲ ପ୍ରଶ୍ନ। ଏହି 13 ବର୍ଷ ଥିଲା
ଅସନ୍ତୋଷକୁ କୁହୁଳିବାର ସମୟ। ହୁଁ ପ୍ରାରମ୍ଭରେ ନିଶ୍ଚୟ ଭୟ ଆଉ ଅବିଶ୍ୱାସ ଥିଲା, ହୁଁ କିନ୍ତୁ ବ୍ରିଟିଶମାନେ ବୋଧହୁଏ ଭାବିନେଲେ ଯେ ବିଦ୍ରୋହ ସବୁଦିନ ପାଇଁ ଶେଷ। ଆଉ ସେମାନେ ନିଜର ଶୋଷଣକୁ ଆହୁରି ବଢ଼ାଇଦେଲେ। ଏକଦମ ଲଗାତାର ଅତ୍ୟାଚାର ସେଇ ଭୟକୁ ଧୀରେ ଧୀରେ ଏକ ଭୟଙ୍କର ଆକ୍ରୋଶରେ ପରିଣତ କଲା, ଯାହାର ଫଳାଫଳ ଥିଲା 1817ର ବିଖ୍ୟାତ ପାଇକା ରେବେଲିୟନ ବା ଖୋର୍ଦ୍ଧା ବିଦ୍ରୋହ। ଆଚ୍ଛା 1817। ତେବେ ଆସନ୍ତୁ ସ୍ଲାଇଡ୍ 5 ଆଉ 6ର ତଥ୍ୟକୁ ଦେଖିବା। ହୁଁ। ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ଏହି ପାଇକାସ୍ ମାନେ ପ୍ରକୃତରେ କିଏ ଥିଲେ। ହଁ, ସେମାନେ ଥିଲେ ଗଜପତି କିଙ୍ଗସଙ୍କର ଅଧୀନରେ ଥିବା ଏକ ଟ୍ରାଡିସନାଲ ମାର୍ଶିଆଲ କମ୍ୟୁନିଟି। ହୁଁ। ମାନେ ଶାନ୍ତି ସମୟରେ ଚାଷ କରୁଥିଲେ ଆଉ ଯୁଦ୍ଧ ବେଳେ ଖଣ୍ଡା ଧରୁଥିଲେ। ତେବେ ସେମାନେ କାହିଁକି ହଠାତ୍ ଏତେ ବଡ଼ ବିଦ୍ରୋହ କଲେ? ଏହା ପଛରେ କ'ଣ ମୁଖ୍ୟ କାରଣ ଥିଲା? ଉପଯୋଗିତାକୁ ଏକଦମ ଅସ୍ୱୀକାର କରାଗଲା। ଆଚ୍ଛା, ସେମାନଙ୍କର ସମ୍ମାନ ତଳକୁ ଖସିଗଲା। ହଁ, ଦ୍ୱିତୀୟ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ହେଭି ଟ୍ୟାକ୍ସେସନ୍ ଅନ୍ ଆନ୍ସେଷ୍ଟ୍ରାଲ ଲ୍ୟାଣ୍ଡସ୍। ମାନେ ବାପା ଅଜ ଅମଳର ଜମି ଉପରେ ଟ୍ୟାକ୍ସ। ଆଜ୍ଞା ହଁ, ସେମାନେ ପିଢ଼ି ପିଢ଼ି ଧରି ଯେଉଁ ବିନା ଟିକସର ଜମି ଉପଭୋଗ କରୁଥିଲେ, ବ୍ରିଟିଶମାନେ ହଠାତ୍ ତା ଉପରେ ଅତ୍ୟଧିକ କର ଲଗାଇଦେଲେ। ମାନେ ଯୋଦ୍ଧାମାନଙ୍କ ପାଇଁ ନିଜ ପୂର୍ବପୁରୁଷଙ୍କ ଜମି ଉପରେ ଅଧିକାର ହରାଇବା ତ ବହୁତ ବଡ଼ ଅପମାନ। ଆଉ ତୃତୀୟଟା ତ ସବୁଠୁ ବଡ଼ ବିଡ଼ମ୍ବନା ଥିଲା, ତା ହେଉଛି ଫୋର୍ସଫୁଲ ରିକ୍ରୁଟମେଣ୍ଟ ଇଣ୍ଟୁ ଦ ବ୍ରିଟିଶ ଆର୍ମି। ମାନେ ଯୋଉମାନେ ଆପଣଙ୍କ ଜମି ଛଡ଼ାଇ ନେଉଛନ୍ତି ସେମାନଙ୍କ ସେନାରେ ହିଁ ମିଶିବାକୁ ପଡ଼ିବ। ହଁ, ଏବଂ ନିଜ ଲୋକଙ୍କୁ ହିଁ ଦବାଇବାକୁ ପଡ଼ିବ। ଏହା କୌଣସି ଆତ୍ମସମ୍ମାନ ଥିବା ସମ୍ପ୍ରଦାୟ ପାଇଁ ଗ୍ରହଣଯୋଗ୍ୟ ନଥିଲା। ବାପ୍ରେ, ଏହା ତ ଯୁଦ୍ଧର ବଡ଼ କାରଣ ହେବ ହିଁ ହେବ। ତେବେ ଏହି ଯୁଦ୍ଧରେ କମ୍ବାଟେନ୍ସ ବା ନେତୃତ୍ୱ କିଏ ନେଉଥିଲେ? ବିଦ୍ରୋହୀ ପକ୍ଷରୁ ନେତୃତ୍ୱ ନେଉଥିଲେ ଅତ୍ୟନ୍ତ ଚତୁର ଏବଂ ପରାକ୍ରମୀ ବକ୍ସି ଜଗବନ୍ଧୁ ବିଦ୍ୟାଧର। ଆଉ ବ୍ରିଟିଶ ପକ୍ଷରୁ ଥିଲେ ଜଗନ୍ନାଥ ରାଓ ଭୋନ୍ସଲେ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣଲ ହାରକୋଟ। ଆଚ୍ଛା, ଆଉ ଏ ଯୁଦ୍ଧଟା କେବଳ ଖୋର୍ଦ୍ଧାରେ ସୀମିତ ଥିଲା? ନା ନା, ଏହି ଥିଏଟର ଅଫ୍ ୱାର୍ ଖୁବ୍ ଶୀଘ୍ର ଖୋର୍ଦ୍ଧାରୁ ବାହାରି କଟକ, ପୁରୀ ଏବଂ ଗଞ୍ଜାମକୁ ବ୍ୟାପିଥିଲା। ସେମାନେ ବହୁତ ସଂଗଠିତ ଥିଲେ। କିନ୍ତୁ ମୋର ଏଠି ଗୋଟେ ଡାଉଟ୍ ଅଛି। ହଁ, କୁହନ୍ତୁ। ବ୍ରିଟିଶ ସେନା ତ ଫର୍ମାଲି ଟ୍ରେନ୍ଡ ଥିଲେ, ସେମାନଙ୍କ ପାଖରେ ଆଧୁନିକ ବନ୍ଧୁକ ଥିଲା, ତୋପ ଥିଲା, ଆଉ ପାଇକମାନେ ତ ଟ୍ରେଡିସନାଲ ୱେପନ୍ସ ମାନେ ଖଣ୍ଡା ତୀର ଧରିଥିଲେ। ହଁ, ସେଇଟା ତ ସତ। ତେବେ ଗୋଟିଏ ବନ୍ଧୁକ ସାମ୍ନାରେ ଖଣ୍ଡା ଧରି ଏତେ ବଡ଼ ସେନାକୁ ସେମାନେ ମାସ ମାସ ଧରି ଅଟକାଇଲେ କେମିତି? ମାନେ ଏହାର ଯୁଦ୍ଧ କୌଶଳ ବା ମେକାନିକ୍ସଟା କ'ଣ ଥିଲା? ଏଇଟା ଗୋଟେ ବହୁତ ଚମତ୍କାର ଦିଗ ଯାହା ପ୍ରାୟତଃ ଉପେକ୍ଷା କରାଯାଏ। ବ୍ରିଟିଶମାନଙ୍କର ଟ୍ରେନିଂ ଖୋଲା ପଡ଼ିଆ ପାଇଁ ଥିଲା। ସେମାନେ ଧାଡ଼ି ବାନ୍ଧି ଏକା ସାଙ୍ଗରେ ଗୁଳି ଚଲାଉଥିଲେ। ଆଚ୍ଛା, ମାନେ ୟୁରୋପିଆନ୍ ଷ୍ଟାଇଲ ଯୁଦ୍ଧ। ବିଲକୁଲ। କିନ୍ତୁ ଖୋର୍ଦ୍ଧାର ଘଞ୍ଚ ଜଙ୍ଗଲ ଆଉ ପାହାଡ଼ିଆ ଅଞ୍ଚଳରେ ଏହି କୌଶଳ ସମ୍ପୂର୍ଣ୍ଣ ବିଫଳ ଥିଲା। ପାଇକମାନେ ଏହାର ପୁରା ଫାଇଦା ଉଠାଇ ଲୋକାଲାଇଜ୍ଡ ଗେରିଲା ୱାରଫେୟାର ଆପଣାଇଲେ। ଓହୋ, ମାନେ ସେମାନେ ଲୁଚି ଛପି ଆକ୍ରମଣ କରିଥିଲେ? ହଁ, ଆଉ ସେମାନଙ୍କର ସବୁଠୁ ବଡ଼ ଅସ୍ତ୍ର ବନ୍ଧୁକ ନଥିଲା, ବରଂ ଲୋକାଲ ଟୋପୋଗ୍ରାଫି ଉପରେ ଥିବା ଗଭୀର ଜ୍ଞାନ ଥିଲା। ଗୋଟେ ବନ୍ଧୁକରେ ବାରୁଦ ଭରିବାକୁ ସେତେବେଳେ 15 ସେକେଣ୍ଡ ଲାଗୁଥିଲା। ଆଉ ସେତିକି ସମୟ ଭିତରେ ପାଇକମାନେ ଆକ୍ରମଣ କରି ପୁଣି ଉଭାନ ହୋଇଯାଉଥିଲେ। ଏକଦମ ଠିକ୍। ଏହି ହିଟ୍ ଆଣ୍ଡ ରନ୍ ଟ୍ୟାକ୍ଟିକ୍ସ ବ୍ରିଟିଶ ସେନାକୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥିଲା। ବାଃ, ନିଜ ମାଟିର ଭୂଗୋଳ ଜାଣିବା ବି ଗୋଟେ ବଡ଼ ଅସ୍ତ୍ର ତାହେଲେ। କିନ୍ତୁ ଏତେ ଚମତ୍କାର କୌଶଳ ଆଉ ସାହସ ସତ୍ତ୍ୱେ ଶେଷରେ ତ ବିଦ୍ରୋହ ଦବିଗଲା ନା? ହଁ, ଦୁଃଖର କଥା। ବ୍ରିଟିଶ ସାମ୍ରାଜ୍ୟର ବିଶାଳ ସାଧନ ଆଗରେ ଏହାକୁ ଦବିବାକୁ ପଡ଼ିଲା। ସ୍ଲାଇଡ୍ 7ର ତଥ୍ୟ ଦର୍ଶାଏ ଯେ 1825 ମସିହାରେ ବୀରତ୍ୱର ପ୍ରତୀକ ବକ୍ସି ଜଗବନ୍ଧୁଙ୍କୁ ବନ୍ଦୀ ବା କ୍ୟାପଚର କରାଗଲା। ଆଉ ତାପରେ କ'ଣ ହେଲା? 4 ବର୍ଷ ଧରି ବନ୍ଦୀ ଜୀବନ କାଟିବା ପରେ 1829 ମସିହାରେ ବ୍ରିଟିଶ ହେପାଜତରେ ତାଙ୍କର ଦେହାନ୍ତ ହେଲା। ଏହି ପତନ ଯେତେ ଦୁଃଖଦାୟକ ହେଲେ ମଧ୍ୟ ଏହା ଇତିହାସରେ ଏକ ଅଲିଭା ଛାପ ଛାଡ଼ିଯାଇଛି। ଆଚ୍ଛା, 1829ରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏଠାରେ ଆଉ ଗୋଟିଏ ଏକ୍ଜାମ୍ ଫୋକସ୍ ପଏଣ୍ଟ ଅଛି। ପ୍ରତିବର୍ଷ ଜୁଲାଇ 29 ତାରିଖକୁ ପାଇକ ବିଦ୍ରୋହ ଡେ ରୂପେ ପାଳନ କରାଯାଏ। ଏକଦମ ଠିକ୍। ଏହା ସେହି ଏଣ୍ଡ୍ୟୁରିଂ ସିମ୍ବଲ ଯାହା ପ୍ରତିରୋଧର ସ୍ୱରକୁ ଆଜି ବି ଜୀବିତ ରଖିଛି। ଆଉ ଏହାର ସାଂସ୍କୃତିକ ପ୍ରଭାବ ବି କିଛି କମ୍ ନଥିଲା। ହଁ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ପ୍ରସିଦ୍ଧ ଐତିହାସିକ ଉପନ୍ୟାସ 1817ରେ ଏହି ବିଦ୍ରୋହକୁ ଅମର କରାଯାଇଛି। ସେଇ ବହିଟା ତ ମାନେ ଆମ ସାଂସ୍କୃତିକ ପରିଚୟର ଗୋଟେ ବଡ଼ ଅଂଶ। ସତ କଥା। ଆଚ୍ଛା, ବର୍ତ୍ତମାନ ଯଦି ଆମେ ସ୍ଲାଇଡ୍ 8କୁ ସିଧାସଳଖ ଯିମା,
ମାନେ ପାଇକ ବିଦ୍ରୋହ ପରେ ଆଦିବାସୀମାନଙ୍କର ସଂଗ୍ରାମ ବିଷୟରେ ଜାଣିବା। ହଁ ନିଶ୍ଚୟ। ପାଇକମାନଙ୍କର ସଂଘର୍ଷ ପରେ 1835 ମସିହାରେ ହୋଇଥିବା ଘୁମୁସର ଆନ୍ଦୋଳନ ବା ଘୁମସର ଅପ୍ରାଇଜିଂ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହା ତ ଖଣ୍ଡ ଡମିନେଟେଡ୍ ଅଞ୍ଚଳ ଥିଲା ନା। ହଁ, ଘୁମସାର ଅଞ୍ଚଳ। ଏଠାରେ ଆଦିବାସୀମାନଙ୍କୁ ସଂଗଠିତ କରି ନେତୃତ୍ୱ ଦେଇଥିଲେ ଦରା ବିଷୋଇ। ତାଙ୍କୁ ସେହି ଅଞ୍ଚଳରେ ମାଲିଆ ବିଷୋଇ କିମ୍ବା ହେଡ୍ ଏଜେଣ୍ଟ ବି କୁହାଯାଉଥିଲା। ଆଉ ତାଙ୍କୁ ଯେତେବେଳେ ଅନୁଗୁଳରେ ଗିରଫ କରାଗଲା, ତାପରେ କିଏ ନେତୃତ୍ୱ ନେଲେ? ତାଙ୍କ ପରେ ଚକ୍ରା ବିଷୋଇ ଏହି ଲଢ଼ାଇର ନେତୃତ୍ୱ ନେଇଥିଲେ। ଆଚ୍ଛା, ତେବେ ଏହି ଆଦିବାସୀମାନଙ୍କର ବିଦ୍ରୋହ ପଛରେ କ'ଣ ଟ୍ରିଗର ଥିଲା? ଐତିହାସିକ ତଥ୍ୟ ଏଠାରେ 3ଟି ମୁଖ୍ୟ ଟ୍ରିଗର ଦର୍ଶାଏ। ପ୍ରଥମଟି ହେଲା ମେରିଆ ପ୍ରଥାକୁ ବ୍ରିଟିଶମାନଙ୍କ ଦ୍ୱାରା ନିଷିଦ୍ଧ କରାଯିବା। ଏହା ଥିଲା ଖଣ୍ଡମାନଙ୍କର ଏକ ଟ୍ରେଡିସନାଲ ହ୍ୟୁମାନ ସାକ୍ରିଫାଇସ୍ ବା ନରବଳି ପ୍ରଥା। ହଁ, ଆଉ ଦ୍ୱିତୀୟଟା? ଦ୍ୱିତୀୟରେ ସେଇ ଅତ୍ୟଧିକ କୋର୍ସେଭ୍ ଲ୍ୟାଣ୍ଡ ରେଭିନ୍ୟୁ ଆଦାୟ ଏବଂ ତୃତୀୟ କାରଣଟି ଥିଲା ଏକ ବଡ଼ ରାଜନୈତିକ ପଦକ୍ଷେପ, ମାନେ ସେମାନଙ୍କର ପାରମ୍ପରିକ ଭଞ୍ଜ ରୁଲିଂ ଫ୍ୟାମିଲିକୁ ବଳପୂର୍ବକ ହଟାଇଦେବା। ଆଚ୍ଛା, ଏଠି ମୁଁ ସେ ପ୍ରଥମ ପଏଣ୍ଟ ମାନେ ମେରିଆ ପ୍ରଥା ଉପରେ ଟିକେ ବିଶ୍ଳେଷଣ କରିବାକୁ ଚାହୁଁଛି। ଯଦି ଆମେ ଦେଖିବା, ବ୍ରିଟିଶମାନେ ନିଜକୁ ସିଭିଲାଇଜର୍ସ ବା ସମାଜ ସୁଧାରକ ଭାବରେ ପ୍ରୋଜେକ୍ଟ କରୁଥିଲେ। ହଁ, ବାହାର ଦୁନିଆକୁ ଦେଖାଇବା ପାଇଁ। ମାନେ ନରବଳି ବନ୍ଦ କରିବା ନାଁରେ ସେମାନେ ଗୋଟେ ମାନବାଧିକାରର କଥା କହୁଥିଲେ, କିନ୍ତୁ ପ୍ରକୃତରେ ଏହା କ'ଣ କେବଳ ରାଜସ୍ୱ ଆଉ କ୍ଷମତା ଦଖଲର ଗୋଟେ ବାହାନା ନଥିଲା? କ'ଣ ସେମାନେ ସତରେ ଆଦିବାସୀଙ୍କ ଉନ୍ନତି ଚାହୁଁଥିଲେ? ପୁରା ସଠିକ୍ ପଏଣ୍ଟ ଧରିଛନ୍ତି ଆପଣ। ଇତିହାସକାରମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ଏକ ରାଜନୈତିକ ପଦକ୍ଷେପ ବୋଲି ମାନନ୍ତି। ବ୍ରିଟିଶମାନଙ୍କର ମୁଖ୍ୟ ଆଗ୍ରହ କେବେ ହେଲେ ଆଦିବାସୀମାନଙ୍କର ସାମାଜିକ ଉନ୍ନତି ନଥିଲା। ମାନେ ଏହା ଗୋଟେ ଟ୍ରୋଜନ ହର୍ସ ଭଳି ଲାଗୁଛି। ହଁ, ମେରିଆ କେବଳ ଗୋଟେ ଆଦର୍ଶଗତ ବାହାନା ଥିଲା ଦୁର୍ଗମ ଆଦିବାସୀ ଅଞ୍ଚଳ ଭିତରେ ନିଜ ସେନା ଏବଂ ପ୍ରଶାସନକୁ ପ୍ରବେଶ କରାଇବା ପାଇଁ। ମାନେ ଥରେ ସେମାନେ ସେଠି ପଶିଗଲେ, ବାସ୍, ତାପରେ ଅସଲି ଖେଳ ଆରମ୍ଭ। ଏକଦମ। ତାପରେ ସେମାନଙ୍କର ପ୍ରକୃତ ଅର୍ଥନୈତିକ ଏଜେଣ୍ଡା ଆରମ୍ଭ ହେଲା, ମାନେ ଜଙ୍ଗଲ ସମ୍ପଦ ଉପରେ ପୂର୍ଣ୍ଣ କବ୍ଜା ଆଉ କଠୋର ଲ୍ୟାଣ୍ଡ ରେଭିନ୍ୟୁ ଆଦାୟ କରିବା। ଆଉ ଏଥିପାଇଁ ଯଦି କେହି ସବୁଠାରୁ ବଡ଼ ବାଧା ଥିଲେ, ସେ ଥିଲେ ପାରମ୍ପରିକ ଭଞ୍ଜ ରୁଲିଂ ଫ୍ୟାମିଲି। ତେଣୁ ସେମାନଙ୍କୁ କ୍ଷମତାରୁ ହଟାଇ ଏକ ପାୱାର ଭ୍ୟାକ୍ୟୁମ୍ ବା କ୍ଷମତା ଶୂନ୍ୟତା ସୃଷ୍ଟି କରାଗଲା। ହଁ, ଯାହାକୁ ବ୍ରିଟିଶମାନେ ନିଜେ ପୂରଣ କଲେ। ସେମାନେ ସିଭିଲାଇଜର୍ସର ମୁଖା ପିନ୍ଧି ପ୍ରକୃତରେ କେବଳ ଉତ୍ସଗୁଡ଼ିକର ଲୁଣ୍ଠନ କରୁଥିଲେ। ଏହା ହିଁ ଔପନିବେଶିକ ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା। ସତରେ କେଡ଼େ ବଡ଼ ରାଜନୈତିକ ଖେଳ। ତେବେ ବର୍ତ୍ତମାନ ଯଦି ଆମେ ସ୍ଲାଇଡ୍ 9 ଆଉ 10କୁ ଯିବା, ମାନେ ଏହି ଦୁଇଟି ବିଦ୍ରୋହର ଗୋଟେ ତୁଳନାତ୍ମକ ବିଶ୍ଳେଷଣ ବା କମ୍ପାରେଟିଭ୍ ଆନାଲିସିସ୍ କଲେ ଛାତ୍ରଛାତ୍ରୀମାନଙ୍କୁ ସମଗ୍ର ଚିତ୍ରଟା ଆହୁରି ସ୍ପଷ୍ଟ ହୋଇଯିବ। ହଁ, ନିଶ୍ଚିତ ଭାବରେ ଆସନ୍ତୁ ଦେଖିବା। 1817ର ପାଇକ ରିବେଲିୟନ୍ ଥିଲା ନନ୍ ଟ୍ରାଇବାଲ ମାର୍ଶାଲ କ୍ଲାସର ସଂଗ୍ରାମ। ଏଠି ଟ୍ୟାକ୍ସେସନ୍ ଆଉ ମିଲିଟାରୀ ଷ୍ଟେଟସର ହ୍ରାସ ଥିଲା ମୁଖ୍ୟ କାରଣ। ଆଉ ନେତା ଥିଲେ ବକ୍ସି ଜଗବନ୍ଧୁ ଓ ଜେଇ ରାଜଗୁରୁ। ଆଉ ଅନ୍ୟପଟେ ଯଦି ଦେଖିବା, 1835ର ଘୁମସର ଅପ୍ରାଇଜିଂ ଥିଲା ବିଶୁଦ୍ଧ ଟ୍ରାଇବାଲ ଖୁଣ୍ଡ କମ୍ୟୁନିଟିର ସଂଗ୍ରାମ। ଏଠାରେ ରେଭିନ୍ୟୁ କୋଅର୍ସନ୍ ଆଉ ନିଜ ସାଂସ୍କୃତିକ ପରମ୍ପରା ବା କଲଚରାଲ ଇଣ୍ଟରଫେରେନ୍ସ ବିରୋଧରେ ପ୍ରତିବାଦ ଥିଲା ମୁଖ୍ୟ କାରଣ। ଏଠାରେ ନେତୃତ୍ୱ ଦେଇଥିଲେ ଦୋରା ବିଷୋଇ ଓ ଚକ୍ରା ବିଷୋଇ। ଏହି ତୁଳନା ଆମକୁ ଦେଖାଏ ଯେ କିପରି ଏକାଧିକ ସ୍ତରରେ ବ୍ରିଟିଶ ନୀତି ବିଭିନ୍ନ ଲୋକଙ୍କୁ ଆଘାତ ଦେଇଥିଲା। କିନ୍ତୁ ଏହି ପାର୍ଥକ୍ୟ ସତ୍ତ୍ୱେ ଯଦି ଆମେ ବିଗ ପିକ୍ଚର ଦେଖିବା, ଏହା ଥିଲା ଏକ ୟୁନିଫାଇଡ୍ ଷ୍ଟ୍ରଗଲ ବା ଏକ ଏକଜୁଟ ସଂଗ୍ରାମ। ଏକଦମ ଠିକ୍। ଗୋଟିଏ ପଟେ ଏଲିଟିଷ୍ଟ ମାର୍ଶାଲ କ୍ଲାସ୍ ନିଜର ସମ୍ମାନ ପାଇଁ ଲଢ଼ୁଥିଲା ବେଳେ, ଅନ୍ୟପଟେ ଡିପ୍ ରୁଟେଡ୍ ଟ୍ରାଇବାଲ କମ୍ୟୁନିଟିଜ୍ ନିଜର ଜଙ୍ଗଲ ଏବଂ ସଂସ୍କୃତି ପାଇଁ ଲଢ଼ୁଥିଲେ। ଉଭୟଙ୍କର ଶତ୍ରୁ ଥିଲା ଏକମାନେ କଲୋନିଆଲ ଏକ୍ସଟ୍ରାକ୍ସନ୍। ଏହି ସଂଗ୍ରାମଗୁଡ଼ିକ ଏକାଠି ମିଶି ଓଡ଼ିଶାର ମାଟିରେ ନେଟିଭ୍ ସଭର୍ନିଟିର ଏକ ଏଣ୍ଡ୍ୟୁରିଂ ସ୍ପିରିଟ୍ ସୃଷ୍ଟି କରିଥିଲେ। ସମ୍ପୂର୍ଣ୍ଣ ସତ୍ୟ। ଆଲୋଚନାକୁ ସମୃଦ୍ଧ କରିବା ପାଇଁ ଏହା ବୁଝିବା ଦରକାର ଯେ ଐତିହାସିକ ଘଟଣାଗୁଡ଼ିକୁ କେବଳ କାହାଣୀ ଭାବରେ ନ ଦେଖି ଏଥିରେ ଥିବା ତଥ୍ୟଭିତ୍ତିକ ପ୍ରମାଣ ଉପରେ ଧ୍ୟାନ ଦେବା ଉଚିତ। ହଁ, ମାନେ ନିର୍ଦ୍ଦିଷ୍ଟ ମସିହା, ନେତାଙ୍କ ନାମ ଆଉ ଆନ୍ଦୋଳନର ତାତ୍କାଳିକ କାରଣ ଏହି ସବୁ ତଥ୍ୟ ହିଁ ଆମକୁ ଇତିହାସର ଏକ ସଠିକ୍ ଚିତ୍ର ପ୍ରଦାନ କରିଥାଏ। ବିଲକୁଲ, ଯାହାକି ଯେକୌଣସି ଅଧ୍ୟୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆଜିର ଏହି ଶୈକ୍ଷଣିକ ଏବଂ ଗଭୀର ଆଲୋଚନାକୁ ସମାପ୍ତ କରିବା ପୂର୍ବରୁ ଆମେ ଏଠାରେ ଏକ ଗଭୀର ଚିନ୍ତା ବା ପ୍ରଶ୍ନ ଛାଡ଼ିଯିବାକୁ ଚାହୁଁଛୁ। ହଁ, ନିଶ୍ଚୟ। ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖିଲେ ଯେ
ଜୟଦେବ ରାଜଗୁରୁଙ୍କୁ ଧରିବାରେ ଆଉ ବ୍ରିଟିଶ ବାହିନୀକୁ ସାହାଯ୍ୟ କରିବାରେ କିଛି ଲୋକାଲ ନେଟିଭ୍ସ ବା ସ୍ଥାନୀୟ ଅଧିବାସୀଙ୍କର ଏକ ବହୁତ ବଡ଼ ଭୂମିକା ଥିଲା। ଏହି ଘଟଣାଟି କେବଳ ଗୋଟିଏ ଉଦାହରଣ ନୁହେଁ। ଇତିହାସର ବିଭିନ୍ନ ପୃଷ୍ଠାରେ ଆମେ ଏପରି ବିଶ୍ୱାସଘାତକତାର ଚିତ୍ର ଦେଖିବାକୁ ପାଉ। ଆଉ ଏହା ହିଁ ସବୁଠାରୁ ବଡ଼ ବିଡ଼ମ୍ବନା। ଯେତେବେଳେ ଆମେ ଇତିହାସରେ ଏକଜୁଟ ପ୍ରତିରୋଧ ବା ୟୁନିଫାଇଡ୍ ରେଜିଷ୍ଟାନ୍ସ କଥା ପଢ଼ୁଛୁ, ଆମେ ସମସ୍ତେ ବାହ୍ୟ ଶତ୍ରୁ ଉପରେ ଧ୍ୟାନ ଦେଉ। କିନ୍ତୁ ସମାଜ ଭିତରେ ଥିବା ଏହି ଆଭ୍ୟନ୍ତରୀଣ ବିଭାଜନ ବା ସ୍ଥାନୀୟ ଲୋକଙ୍କର ବିଶ୍ୱାସଘାତକତା ଆମକୁ ଇତିହାସର ଏକ ଅଲଗା ଦିଗ ଦେଖାଏ। ତେବେ ଏଠାରେ ଚିନ୍ତା କରିବାର ବିଷୟ ହେଉଛି, ଯେତେବେଳେ ଆମେ ଔପନିବେଶିକ ଶାସନର ସଫଳତା ବିଷୟରେ କହୁଛୁ, ସେତେବେଳେ କ'ଣ କେବଳ ସେମାନଙ୍କର ଆଧୁନିକ ଅସ୍ତ୍ରଶସ୍ତ୍ର ହିଁ ମୁଖ୍ୟ କାରଣ ଥିଲା? ନା, ବୋଧହୁଏ ଆମ ନିଜ ସମାଜ ଭିତରେ ଥିବା ବିଭାଜନ। ଏକଦମ। ଆମ ନିଜ ଭିତରେ ଥିବା ଏଇ ଆଭ୍ୟନ୍ତରୀଣ ବିଭାଜନ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ପାଇଁ ଶାସନ କରିବା ଅଧିକ ସହଜ କରିଦେଇଥିଲା। ଯେତେବେଳେ ସମାଜର କିଛି ଅଂଶ ନିଜ ସ୍ୱାର୍ଥ ପାଇଁ ବାହାର ଶତ୍ରୁ ସହ ହାତ ମିଳାନ୍ତି, ସେତେବେଳେ ଏହା ଔପନିବେଶିକ ଶାସନକୁ ଏକ ନୂଆ ଏବଂ ଅଧିକ ଜଟିଳ ଦୃଷ୍ଟିକୋଣରୁ ଦେଖିବାକୁ ବାଧ୍ୟ କରେ। ସତ କଥା। କ'ଣ ପ୍ରକୃତ ଶତ୍ରୁ କେବଳ ସୀମା ବାହାରେ ଥାଏ, ନା ଆମ ନିଜ ଭିତରେ ଥିବା ବିଭାଜନ ହିଁ ସବୁଠାରୁ ବଡ଼ ଶତ୍ରୁ? ଏହି ଗଭୀର ପ୍ରଶ୍ନ ଏବଂ ଚିନ୍ତା ସହିତ ଆଜିର ଏହି ସୂତ୍ରଗୁଡ଼ିକର ଗଭୀର ଅନୁଧ୍ୟାନକୁ ଆମେ ଏଠାରେ ସମାପ୍ତ କରୁଛୁ। ଛାତ୍ରଛାତ୍ରୀମାନେ ଏହି ଫ୍ୟାକ୍ଚୁଆଲ ଡାଟାଗୁଡ଼ିକୁ ଭଲ ଭାବରେ ମନେ ରଖନ୍ତୁ। ଆମ ଆଲୋଚନାରୁ ନିଶ୍ଚୟ ଲାଭ ମିଳିବ। ଆଉ ନିଜର ଅଧ୍ୟୟନ ଏବଂ ଅନୁସନ୍ଧାନ ଜାରି ରଖନ୍ତୁ। ଆମ ସହିତ ଯୋଡ଼ି ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ।